ଶଇତାନ ଅପରାଧ ଓ ଅସହାୟତା। ଶଇତାନ ଓ ମନୁଷ୍ୟ ପରସ୍ପର ବିରୋଧୀ। ଶଇତାନ ଆଲ୍ଲାହ ବା ଆପଣାଜାତ ଖୋଦଜାତ ଖୋଦାଙ୍କ ଦ୍ୱାରା ନିଆଁରୁ ସୃଷ୍ଟି, ମଣିଷ ପୂର୍ବର ସୃଷ୍ଟି, ମଣିଷକୁ ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ନ ମାରିଥିବାର ସୃଷ୍ଟି, ମଣିଷକୁ ବାଟରୁ ଅବାଟକୁ ନେବାର, ମଣିଷକୁ ପଥଭ୍ରାନ୍ତ କରାଇବା ପାଇଁ, ମଣିଷକୁ ପରୀକ୍ଷାରେ ପକାଇବା ପାଇଁ ସୃଷ୍ଟି। ଆଲ୍ଲାହ ମଣିଷ ମନରେ ଦ୍ୱନ୍ଦ୍ୱ ବା ଦୁଇ ପ୍ରକାର ପରସ୍ପର ବିରୋଧୀ ଚିନ୍ତା ଦେଇ ମଣିଷକୁ ପରୀକ୍ଷାରେ ପକାଇ ନଥାନ୍ତି, ଶଇତାନ ଜରିଆରେ ବି ପରୀକ୍ଷାରେ ପକାନ୍ତି। ଆଲ୍ଲାହ କହିଛନ୍ତି, ମୁଁ ସବୁ ଜିନିଷର ଦୁଇଟା କରି ସୃଷ୍ଟି କରିଅଛି। ସେଥିପାଇଁ ମଣିଷ ଦ୍ୱନ୍ଦ୍ୱ ବା ସନ୍ଦେହରେ ପଡ଼େ। ମଣିଷର ଅପରାଧ ବା ଦୋଷ କରିବା ଏକ ଶଇତାନୀ ଖିଆଲ ବା ଭାବନା ବା ମନ୍ଦ ଚିନ୍ତା। ଶଇତାନ ହିଁ ମଣିଷକୁ ଦୋଷୀ କରାଏ ଏବଂ ମଣିଷକୁ ଦୋଷ ଅପରାଧ ଭିତରେ ଛାଡ଼ିଦେଇ ଅସହାୟ କରି ପଳାଏ। ଭବିଷ୍ୟତରେ ମଧ୍ୟ ପଳାଇବ ବୋଲି ଆଲ୍ଲାହ କୋରାନରେ କହିଛନ୍ତି। ସଂସାରରେ ମାନବ ସମାଜରେ ସବୁ ମଣିଷ ଭଲ ନୁହନ୍ତି ବା ଭବିଷ୍ୟତରେ ହେବେ ନାହିଁ। ଅଧିକାଂଶ ମଣିଷ ମନ୍ଦ ହେବେ, ଖରାପ କାମ କରିବେ, ଦୋଷ କରି ଦୋଷୀ କୁହାଇବେ, ଯାହାକୁ ଅନ୍ୟ ଅର୍ଥରେ ଅପରାଧୀ କୁହାଯାଇଥାଏ। ସୃଷ୍ଟି ସଂଗଠନ ସହିତ ମଧ୍ୟ ବିଘଟନକାରୀ। ସୃଷ୍ଟି ଗଢ଼େ ଏବଂ ଭାଙ୍ଗେ। ଭଙ୍ଗା ଗଢ଼ାର ଏହି ଦୁନିଆ, ଥକା ମନ ତୁ ନ ହୁଅ ଛାନିଆ ବୋଲି ଗାୟକ ତଥା ସଙ୍ଗୀତଜ୍ଞ ବାଳକୃଷ୍ଣ ଦାସଙ୍କର ଏକ ସିନେମା ଗୀତ ଅଛି। ସୃଷ୍ଟିର ବୈଚିତ୍ର୍ୟ ବା ବିବିଧତା ଏଥିରେ ଅଛି, ନହେଲେ ମଣିଷ ମନରେ ବିଚିତ୍ର ଅନୁଭବ ଆସିପାରିବ ନାହିଁ। ଶଇତାନ ମଣିଷକୁ ମନ୍ଦ କାମ କରିବାକୁ ଉସୁକାଏ, ତୁଚ୍ଛା ପ୍ରେରଣା ଦେଇଥାଏ ତା ମନ ଭିତରେ ପଶିକି। ଯେଉଁ ପ୍ରେରଣା ମଣିଷ ପାଇଁ ମୂଲ୍ୟହୀନ ବା କ୍ଷତିକାରକ। ମଣିଷର କ୍ଷତି କରାଏ ସିନା, ହେଲେ ଉପକାରରେ କଦାପି ଆସେନା। ଶଇତାନର ପ୍ରଲୋଭନରେ ପଡ଼ି ମଣିଷ ଅପରାଧ କରି ଅପରାଧୀ ପାଲଟେ। ଅପରାଧୀ ହୋଇ ସାରିବା ପରେ ପରବର୍ତ୍ତୀ ଦୁର୍ଦ୍ଦଶା ଭୋଗେ। ପୋଲିସ ହାତରେ ଧରାଯାଇ ଜେଲ ଦଣ୍ଡ, କୋର୍ଟ କେସରେ ପଡ଼ି ଜୀବନ, ଅର୍ଥ, ଶାନ୍ତି ସବୁକିଛିକୁ ବରବାଦ କରାଏ। ଅସହାୟ ହୋଇଯାଇ ଅନୁତାପ କରେ, ହେଲେ ଆଉ ଓହ୍ଲାଇ ଆସିବାର ଉପାୟ ନଥାଏ। କାରଣ ନେଡ଼ିଗୋଡ଼ କହୁଣୀକୁ ବୋହି ସାରିଥାଏ। ସଂସାର ଆଖିରେ ମଣିଷ ହୁଏ ମନ୍ଦ, ଲାଞ୍ଛିତ, ଅପମାନିତ, ଅବହେଳିତ ଓ ଅବସନ୍ନ। ଆଲ୍ଲାହ କୋରାନରେ କହିଛନ୍ତି, ଶଇତାନ ମଣିଷକୁ ଅସହାୟ କରି ଛାଡ଼ି ପଳାଏ। ଶଇତାନ ମଣିଷର ମୁକ୍ତ ଶତ୍ରୁ। ଇନ୍ନାଶ-ଶୈତାନ ଲିଲ୍-ଇନସାନ ଆଦୁଉମ୍ ମୁବିନ୍। ପାଠ ୟୁସୁଫ। ଇନସାନ ମାନେ ମଣିଷ, ଅଦାୱତ ମାନେ ଶତ୍ରୁତା। ଶଇତାନ ଅପରାଧ ଓ ଅସହାୟତା ନାମରେ ପ୍ରବନ୍ଧଟିଏ ଲେଖିବାର ଇଚ୍ଛା। ଗୋପାଳପୁରର ଗଣଦୁଷ୍କର୍ମର ଅତିଶୟ ଦୁଃଖଦ ଖବର ଶୁଣିବା ପରେ ମନକୁ ଆସିଲା, ଯେଉଁ କଲେଜ ପଢ଼ୁଆ ଝିଅଟିଏ ତାର ସେଇ କଲେଜ ପଢ଼ୁଆ ପୁରୁଷ ବନ୍ଧୁ ପ୍ରେମିକ ସହିତ ରାତିର ନିରୋଳା ନିଛାଟିଆ ପ୍ରହରରେ ସମୁଦ୍ର କୂଳରେ ଶୂନଶାନ ଇଲାକାରେ ଏକାକୀ ବୁଲିବା ଉଚିତ ନଥିଲା। ପୁଣି ମନର ଇଚ୍ଛାରେ ପଡ଼ି ପରପୁରୁଷକୁ ସାଙ୍ଗ ହେଉ ତା ସହିତ ପ୍ରେମ କରିବା ଉଚିତ ନଥିଲା। ଯଦିବା ପ୍ରେମ କଲ, ନିଛାଟିଆ ଇଲାକାରେ କାହିଁକି ବୁଲିଲ ଯେ ଜୀବନରେ ଦୁର୍ଗତି ଆସିଲା? ଭଗବାନ ପ୍ରତି ସାମାନ୍ୟତମ ଡର, ଭୟ, ଭକ୍ତି ସେହି ସମୟରେ ନଥିଲା। ଥିଲେ ଯୁବକକୁ ପ୍ରେମ କରି ନଥାନ୍ତା। କେଜାଣି ହୁଏତ ଲିଭ୍ ଇନରେ ଥାଇପାରେ, ଅତୀତରେ ହୋଇଥାଇପାରେ। କଲେଜକୁ ପାଠ ପଢ଼ିବାକୁ ଆସିଛ ନା ପ୍ରେମ କରିବାକୁ? ଯଦିବା କଲ, ଏତେଟା ସ୍ୱାଧୀନ, ସ୍ୱେଚ୍ଛାଚାର, ଖିଆଲି ହୋଇଯିବା ଠିକ୍ ନଥିଲା। ନୀତି, ନିୟମ, ଆଦବ, କାଇଦା, ସଂଯମ, ଶୃଙ୍ଖଳା, ସମ୍ଭ୍ରମତା ଜୀବନରେ ତୁମ ଦୁହିଁଙ୍କର ନଥିଲା। ଥିଲେ ଲଗାମ ଛଡ଼ା ହୋଇ ନଥାନ୍ତ। ଚାରିଦଉଡ଼ି କଟା ଯଦି ମଣିଷ ହୋଇଯାଏ, ତେବେ ମଣିଷର ହିତାହିତ ଜ୍ଞାନ ଆଉ ରହେନା। କ'ଣ କରିବ, କ'ଣ ନ କରିବ, କୋଉଟା ଉଚିତ, କୋଉଟା ଅନୁଚିତ ଆବେଗରେ ପଡ଼ି ମନର ଚାଞ୍ଚଲ୍ୟତାରେ ଆସି ଚିନ୍ତା କରିପାରେନି। ସଂସ୍କୃତରେ କଥା ଅଛି, ସହସା ବିଧୟତେ ନ କ୍ରିୟାମ୍।
ଅର୍ଥାତ୍ ହଠାତ୍ କୌଣସି କାମ କରିବନି। କାମ କରିବା ପୂର୍ବରୁ ଭାବିବ, ଏ କାମ କରିବାରେ ମୋର କିଛି ଅସୁବିଧା ହେବ ନାହିଁ ତ, କ୍ଷତି ଉପୁଜିବନି ତ। ଭାଗବତରେ ଅଛି, ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ଭଲେ। ମଣିଷ ଜୀବନ କର୍ମମାନଙ୍କର ସମାହାର। ଶିଶୁଟିଏ ଜନ୍ମ ପରେ ଆପେ ଆପେ କର୍ମ କରେ, ଯଥା ମିଟି ମିଟି କରି ଚାହିଁବା, କାନ୍ଦିବା, ହଗିବା, ମୁତିବା, ହାତ ଗୋଡ଼ ହଲାଇବା, କ୍ଷୀର ଶୋଷିବା। କର୍ମଯୋଗୀ ନାମକ ହିନ୍ଦୀ ସିନେମାର ଗୀତରେ ଅଛି, ତେରେ जीवन का है कर्मों से नाता, तू ही अपना भाग्य विधाता, जैसी लिखेगा कर्मों की रेखा, जैसी लिखेगा तू कर्मों की रेखा, देना होगा दिल सिल का लेखा हो, देना होगा दिल सिल का लेखा। प्रत्येक कामर विपरीत प्रतिक्रिया अच्छी। एव्री एक्शन हैज अपोजिट रिएक्शन। गंगाधर मेहेर प्रणयवल्लरी काव्ୟରେ କହିଛନ୍ତି, କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେକରି ପାରିବ ଆନ, ଶତ ପ୍ରତିଷେଧ ଲଙ୍ଘି ପଶିଥାଏ କର୍ମଫଳ ବଢ଼ି ଆନ। ଦୂରଦୃଷ୍ଟି ନଥିବା ଲୋକ ବୁଝି ବିଚାରି କାମ କରିପାରି ନଥାଏ। ବର୍ତ୍ତମାନ ସର୍ବସ୍ୱ ଲୋକ ଆବେଗର ନହସ ବା ବ୍ୟଗ୍ରତାରେ ଭାସିଯାଏ। କର୍ତ୍ତବ୍ୟରୁ ଅକର୍ତ୍ତବ୍ୟ କରି ବସେ, ହିତାହିତ ଜ୍ଞାନଶୂନ୍ୟ ହୋଇ। ଆଗାମୀର ଫଳାଫଳ ଚିନ୍ତା ନ କରି। ଆଲ୍ଲାହ କୋରାନରେ କହିଛନ୍ତି, ମୁଁ ମଣିଷକୁ ଯାହା ଚାହିଁବି କରିପାରିବି। କେଉଁ ମଣିଷକୁ ହେଦାୟତ ଦେଇ ବା ଦିଗ୍ଦର୍ଶନ ଦେଇ ଭଲ ମଣିଷ କରାଇବି ତ ଅନ୍ୟ କେଉଁ ମଣିଷକୁ ଦିଗ୍ଦର୍ଶନ ନ ଦେଇ ମନ୍ଦ ମଣିଷ କରାଇବି, ଯାହା ମୋର ଇଚ୍ଛା। ତେଣୁ ଆଗାମୀର ଫଳାଫଳ ଚିନ୍ତା ନ କରି। ଏସବୁ ଅବଶ୍ୟ ଆମ ସାଂସାରିକ ମଣିଷର ବିଚାର, ପରନ୍ତୁ ମଣିଷ ତାର ଜୀବନରେ କ'ଣ କରିବ, କ'ଣ ନ କରିବ, କେଉଁ ସୁଖ ଦୁଃଖ କେମିତି ଉପାୟରେ କେତେ ଭୋଗିବ, ଭଗବାନ ସେସବୁ ପୂର୍ବରୁ ନିର୍ଦ୍ଧାରିତ ନିରୂପିତ କରାଇ ରଖିଥିବା ନାମକୁ ମଣିଷ ଭାଗ୍ୟ ବା ନିୟତି କହିଛି। ମଣିଷ ଶତ ଚେଷ୍ଟା କଲେ ବି ଭାଗ୍ୟକୁ ବଦଳାଇ ପାରିବ ନାହିଁ। ସଂସ୍କୃତରେ କଥା ଅଛି, ଭାଗ୍ୟଂ ଫଳତି ସର୍ବତ୍ରଂ ନ ବିଦ୍ୟା ନ ଚ ପୌରୁଷମ୍। କବିବର ରାଧାନାଥ ରାୟ କହିଛନ୍ତି ତାଙ୍କର ନନ୍ଦିକେଶ୍ୱରୀ କାବ୍ୟରେ, ଶକ୍ତି ନାହିଁ ବତ୍ସ କାହାରି ଜଗତେ, ନିୟତି କି ନେବ ନିଜ ଇଚ୍ଛା ପଥେ, ଯେଣେ ଇଚ୍ଛା ତେଣେ ଯା ଭାଗ୍ୟ ଘେନି ବୁଲୁଥା। ଝିଅଟିର ଭାଗ୍ୟରେ ଏହା ଲେଖା ଥିଲା, ନହେଲେ ହୋଇ ନଥାନ୍ତା। ସମୟ ଆସିବାରେ ଜଣାଗଲା। ତଥାପି ଆଲ୍ଲାହ ମଣିଷକୁ ଦୋଷ ଦେଇ କୋରାନରେ କହିଛନ୍ତି, ମଣିଷର କ'ଣ ନିଜର ବୁଦ୍ଧି ନଥିଲା? ପୁଣି କହିଛନ୍ତି, ମଣିଷ ମୋର କାବୁରେ ଅଛି। ତେବେ ଦୁଇଟା ଠିକ୍, କାରଣ ଆଲ୍ଲାହ କହିଥିବା ହେତୁ। ମଣିଷ କୋରାନ କଥାକୁ ଅବଜ୍ଞା କଲେ ଅପରାଧ କରି ଅପରାଧୀ ବୋଲାଇବ, ପାପୀ ହୋଇଯିବ, ସଜା ପାଇ ଅସହାୟ ହୋଇଯିବ, ହୁଏତ ଅନୁତାପ କରିପାରେ, ଅନୁତପ୍ତ ତ ଅବଶ୍ୟ ହେବ, ନ ହୋଇ ଚାଲା ନାହିଁ। ଯେମିତି ଗଣଦୁଷ୍କର୍ମକାରୀ ଅନୁତପ୍ତ ହୋଇଥିବାର ଖବର ଶୁଣାଯାଇଅଛି। ପୋଲିସର ଗୋଡ଼ ଧରିବା, ଆଉ ଭୁଲ କରିବୁ ନାହିଁ ବୋଲି କହିବା, ଆମକୁ ଛାଡ଼ିଦିଅ ବୋଲି କହିବା, ଜେଲ ଭିତରେ କାନ୍ଦିବା ଇତ୍ୟାଦି। ଝିଅଟି ବି ରିପେଣ୍ଟ କରୁଥିବ, ଆହା କାହିଁକି ମୋ ଜୀବନରେ ଏହା ହେଲା। ଆଲ୍ଲାହ ମଣିଷକୁ କହିଛନ୍ତି, ହେ ମଣିଷ, ତୋତେ ଯେଉଁ ଦୁଃଖ ଯନ୍ତ୍ରଣା ମିଳୁଛି, ମୁଁ ଦେଉଛି, ତାହା ତୋର ନିଜର ଦୋଷରୁ। ତୁ କାହିଁକି ମୋର ହୋଇ ମୋର ହେଉନୁ, ମୋ ଆଦେଶ ମାନୁନୁ, ମୋର ଅମାନିଆ ହେଉଛୁ। ତେଣୁ ତୋତେ ଅଜାବ ବା ଯନ୍ତ୍ରଣା ଦେବି, ଜଞ୍ଜାଳରେ ପକାଇବି, ଅନୁତପ୍ତ କରାଇବି, ତୋର ଇହ ଜୀବନ ଓ ମୃତ୍ୟୁ ପରବର୍ତ୍ତୀ ଉଭୟ ଜୀବନରେ। କାରଣ ମୁଁ ଆଲ୍ଲାହ ସର୍ବଦ୍ରଷ୍ଟା, ସବୁକିଛି ଦେଖେ, କରେ। ପ୍ରତିଶୋଧୀ, ଯେସାକୁ ତେସାକାରୀ। ମଣିଷଠାରୁ ବଦଲା ନେବି। ମଣିଷ ନା ଜାଏଜ ତାଲୁକ ରଖନା, ଅର୍ଥାତ୍ ଅବୈଧ ଅଦରକାରୀ ସମ୍ବନ୍ଧ ରଖନା। ତୁମେ ପ୍ରେମକୁ ଦରକାରୀ କହିପାର, ହେଲେ ମୁଁ ଆଲ୍ଲାହ ତାକୁ ଅଦରକାରୀ କାହିଁକି କହିଛି, କରାର ଦେଇଛି, ତୁମେ ଦୁଷ୍କର୍ମର ଶିକାର ହୋଇ ସାରିଲା ପରେ ଭଲ ଭାବେ ବୁଝିପାରୁଥିବ। ତୁମର ଯୁବକ ବନ୍ଧୁ ବି ତୁମକୁ ସୁରକ୍ଷା ଦେଇପାରିଲା ନାହିଁ, ବରଂ ସେ ବି ଯାତନାର ଶିକାର ହେଲା। ମୁଁ କୋରାନରେ କହିଛି, ମନ୍ଦ କାମ ପାଖକୁ ଯାଅନା, ସେ ଭାରି ଖରାପ ରାସ୍ତା। ଏବେ ଦେଖିଲ ତ କେମିତି ଖରାପ ରାସ୍ତା। ମୋର ଆଦେଶ ଅମାନ୍ୟର ସଜା ଭୋଗିଲ ଉଭୟ ପକ୍ଷ। ଯିଏ ତୁମକୁ ଦୁଷ୍କର୍ମ କଲେ, ସେ କ'ଣ ଛାଡ଼ ପାଇଲେ? ପାଇଲେ ନାହିଁ।
ପାଇବେ ନାହିଁ ମଧ୍ୟ। ପୋଲିସ ଧରିଲା, ରିମାଣ୍ଡରେ ଆଣିବ, ମାଡ଼ ଦେବ, ଜେଲ୍ ଗଲେ ମାମଲା ଚାଲିବ, ଆଜୀବନ କାରାଦଣ୍ଡ ଭୋଗିବେ ଅଥବା ଫାଶୀ। ଏଇ ଦୁଇଥିରୁ ଗୋଟିଏ ହେବ। ତେଣୁ ଶଇତାନର ପ୍ରଲୋଭନରେ ଆସି ଉଭୟ ପକ୍ଷ ଅପରାଧୀ ହୋଇ ଅସହାୟତା ବରଣ କଲ। ମୁଁ ଅଲ୍ଲାହ ଯାହା କହେ ତାହା କରିକି ଦେଖାଏ। ଗଡ୍ ସିଜ୍ ଦ ଟ୍ରୁଥ୍ ବଟ୍ ୱେଟ୍ସ ନାମରେ ଲିଓ ଟଲଷ୍ଟୟଙ୍କର ଗପଟିଏ ଅଛି। ଭଗବାନ ସତ୍ୟକୁ ଦେଖନ୍ତି କିନ୍ତୁ ଅପେକ୍ଷା କରନ୍ତି। ତାଙ୍କର ସେହି ଅପେକ୍ଷାର ପରିଣାମ ଶେଷରେ ଏଇଆ ହେଲା। ତେଣୁ କର ଭଲା ସୋ ହୋ ଭଲା। ଭଲ କର, ଭଲ ପାଅ, ଭଲ କରିକି ମନ୍ଦକୁ ଟାଳ। ମୁଁ ଅଲ୍ଲାହ ଭଲ, ମଣିଷଠାରୁ ଚାହିଁବି ବି ଭଲ। ମଣିଷ ଭଲ ନହେଲେ ମୋଠାରୁ ଏମିତି ଦୁର୍ଦ୍ଦଶା ଅବଶ୍ୟ ଭୋଗିବ। ସତର୍କ, ସାବଧାନ କରାଇ ଦେଉଛି। କାରଣ ମଣିଷ ମୋର ଧନ। ମୁଁ ମଣିଷକୁ ସୃଷ୍ଟି କରିଛି। ମୋର ଭୂମିରେ ମଣିଷକୁ ଜୀବନ ଦେଇ ବଞ୍ଚାଇ ରଖିଛି ଏବଂ ମଣିଷକୁ ବୁଦ୍ଧି ଦେଇଛି ଉପଯୁକ୍ତ ଅନୁପଯୁକ୍ତ କାମକୁ ବିଚାର କରିବା ପାଇଁ, ଭଲମନ୍ଦ ବିଚାର କରିବା ପାଇଁ। କିନ୍ତୁ ମଣିଷ କରିନାହିଁ। ତେଣୁ ଯିଏ ଯେମିତି କାମ କରିବ ସେ ସେମିତି ଫଳ ଭୋଗିବ। ବଲାଙ୍ଗୀର ରାସ୍ତାରେ ଏକଦା ବସରେ ବସି ମୁଁ କେତେଥର ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ସାଇନ୍ ବୋର୍ଡରେ ଲେଖା ଥିବାର ଦେଖିଥିଲି, ଅଲୱେଜ୍ ଆଭଏଡ୍ ଆକ୍ସିଡେଣ୍ଟସ୍, ଅର୍ଥାତ୍ ସର୍ବଦା ଦୁର୍ଘଟଣାକୁ ପରିତ୍ୟାଗ କର। ହେଲେ ଦୁର୍ଘଟଣାକୁ କ'ଣ ପରିତ୍ୟାଗ କରିହେବ? ତାର ତ କର୍ତ୍ତା ମଣିଷ, ଦାତା ଭଗବାନ। ଅଗତ୍ୟା କେମିତି ତ୍ୟାଗ କରିହେବ? ଟିକେ ଭାବିବାର କଥା। ଘଟଣା ଅଛି, ଦୁର୍ଘଟଣା ବି ରହିବ। ଦୁହେଁ ମଣିଷ ଜୀବନର ସାଥୀ ହୋଇ ସମୟ ପଥରେ ଯାଇଥାନ୍ତି। ଈଶ୍ୱର ଏସବୁକୁ କରାନ୍ତି, କରାଇବେ। ମଣିଷ ଯାହା ମାଧ୍ୟମ। ତଥାପି ଦୋଷ ଗୁଣ ମଣିଷର ପ୍ରାପ୍ୟ। ଅଲ୍ଲାହ କହିଛନ୍ତି, ମୁଁ ମଣିଷ ଉପରେ ଅତ୍ୟାଚାର କରେନା। ବରଂ ମଣିଷ ଓଲଟି ମୋ କଥାମାନଙ୍କୁ ନ ମାନି ନିଜ ଉପରେ ଅଯଥା ଅତ୍ୟାଚାର କରୁଛି। ତେଣୁ ତାର ଫଳ ଅବଶ୍ୟ ଭୋଗିବ। ଅଲ୍ଲାହ ଦେଖେ, ଜାଣେ ଏବଂ କରେ। ଅଲ୍ଲାହ ସ୍ୱେଚ୍ଛାଚାରୀ, ହେଲେ ମଣିଷକୁ ସ୍ୱେଚ୍ଛାଚାରୀ କରାନ୍ତି ନାହିଁ। ମଣିଷକୁ ସ୍ୱେଚ୍ଛାଚାରୀ ନ କରାଇବା ତାଙ୍କର ଇଚ୍ଛା। ଯେଉଁ ମଣିଷ ଜୀବନରେ ସ୍ୱେଚ୍ଛାଚାରୀ ହୋଇଛି ସେ ତାର ଫଳ ଭୋଗିଛି। ଯେମିତି କଲେଜ ପଢୁଆ ଦୁଇ ପ୍ରେମୀ ଯୁବକ ଯୁବତୀ ଦୁଷ୍କର୍ମକାରୀମାନଙ୍କ ଦ୍ୱାରା ଭୋଗିଲେ, ଆଉ ଦୁଷ୍କର୍ମକାରୀ ବି ଶଇତାନର ପାଲରେ ପଡ଼ି ସେମାନଙ୍କ ପାପର ସାଂସାରିକ ସଜା ପାଇଲେ। ପୁଣି ଆଗାମୀରେ ପାଇବେ। କୋର୍ଟ କଚେରୀରେ ମାମଲା ଦରଜ ହୋଇ ଅର୍ଥ ନଷ୍ଟ କରିବେ। ମନର ଇଚ୍ଛା, ଖ୍ୱାହିଶ ବା ଆକାଂକ୍ଷାର ସତେ କି ବଡ଼ ଦଣ୍ଡ। ମନକୁ ନୀତି, ଆଦର୍ଶ, ଶୃଙ୍ଖଳା, ଚରିତ୍ରବତ୍ତାର ଲଗାମ ଦେଇ କାବୁରେ ସ୍ୱ-ଆୟତ୍ତରେ ଉଭୟ ପକ୍ଷ ଶିକାର ଓ ଶିକାରୀ ରଖି ନଥିଲେ ଏ ପ୍ରକାର ଦୁର୍ଦ୍ଦଶା ଆସି ନଥାନ୍ତା। ରଖିଥିଲେ ଏ ପ୍ରକାର ଦୁର୍ଦ୍ଦଶା ଆସି ନଥାନ୍ତା। ଜୀବନ ହୋଇଥାନ୍ତା ସୁନ୍ଦର ତଥା ସୁସ୍ଥିର। ମନକୁ ମନ୍ମଥ କୁହାଯାଇଅଛି, ମାନେ ବିଳାସର କ୍ଷେତ୍ର। ଏବେ ସେହି ବିଳାସ ହୋଇଗଲା ଆୟାସ। ମହାପୁରୁଷ ମହମ୍ମଦ ଭବିଷ୍ୟତବାଣୀ ଦେଇ କହିଛନ୍ତି, କୟାମତ ଯେତେ ନିକଟତର ହେଉଥିବ ମଣିଷ ମନରେ ଯୌନ କ୍ଷୁଧା ସେତେ ବଢ଼ୁଥିବ। ଯୌନ ପିପାସା ବୃଦ୍ଧି ପାଇବ। ମଣିଷ ପଶୁ ପାଲଟିଯିବ। ସୁତରାଂ ସଂସାରରେ ଏହା ବହୁଳତର ପରିଦୃଷ୍ଟ ହେଉଅଛି। କୋରାନରେ ଅଛି, ଅଲ୍ଲାହ ହିଁ ସୃଷ୍ଟିର ପ୍ରଥମ ମନୁଷ୍ୟ ଆଦମ ଏବଂ ଆଦମଙ୍କର ଦେହରୁ ଜାତ ତାର ଯୋଡ଼ା ବା ହଳ ପ୍ରଥମ ନାରୀ ହୱା ଦୁହିଁଙ୍କୁ ଗୋଟିଏ ନିଷିଦ୍ଧ ଗଛର ଫଳ ନ ଖାଇବାକୁ ମନା କରିଥିଲେ। ପରନ୍ତୁ ଆଦମ ଓ ହୱା ଶଇତାନର ପ୍ରଲୋଭନରେ ଆକର୍ଷଣରେ ଆସି ଅଲ୍ଲାହଙ୍କର ହୁକୁମକୁ ନ ମାନି ନିଷିଦ୍ଧ ଗଛର ଫଳ ଚାଖିଦେବାର ପରିଣାମ ସ୍ୱରୂପ ଅଲ୍ଲାହ ଦୁହିଁଙ୍କ ଦେହରୁ ସ୍ୱର୍ଗବସ୍ତ୍ର ଓହ୍ଲାଇ ଦୁହିଁଙ୍କୁ ଲଙ୍ଗଳା କରାଇ ଯୌନତା ବିଷୟରେ ଦୁହିଁଙ୍କୁ ଦେଖାଇ ଅବଗତ କରାଇଥିଲେ। ଶେଷରେ ସେକ୍ସ ଇଜ୍ ଏ ଡେଫିନାଇଟ୍ ଅର୍ଜ ଦୁହିଁଙ୍କ ଜୀବନ ପାଇଁ ସାବ୍ୟସ୍ତ ହୋଇଗଲା, ମାନବ ବଂଶର ବିସ୍ତାର କାରଣ ପାଇଁ। ଇଂରାଜୀ ଔପନ୍ୟାସିକ ଡି.ଏଚ୍. ଲରେନ୍ସ ଉପରୋକ୍ତ ବକ୍ତବ୍ୟଟିକୁ କହିଛନ୍ତି। ସୁରେନ୍ଦ୍ର ମହାନ୍ତି ଆଦିମ ଶତରୂପା ନାମରେ ଗପଟିଏ ବି ଲେଖିଛନ୍ତି। ଏହି ଶତରୂପା ହେଉଛନ୍ତି ଇଭ୍ ବା ହୱା, ଯିଏକି ଅନେକ ଆକାର ପ୍ରକାରର ପିଲାଙ୍କୁ ଜନ୍ମ ଦେଇଥାଏ। ସେଥିପାଇଁ ତାଙ୍କର ନାଁ ଶତରୂପା।